कौन पचारि रंग रंगिया मांडिया जाक मंथ मंथिया चला तीन चाकिया 150 को भाई बहु ठेला पेला काड़ा बैठी ना भाव कहीं रे अच्छी किए जानी छी भाव कहीं रे अच्छी किए जानी छी जिते पुराण शास्त्र संसार रे अच्छी अच्छा पढ़िबा को कार शक्ति अच्छी किए जानी छी से भाव कहीं रे अच्छी किए जानी छी चला देखो रंग रंगिया मांडिया जाऊ मंथ मंथिया चला तीन चाखिंडिया 150 भाई बहु ठेला पेला यही प्रश्न से तो पचारि छंती किए जाने छी भाव कहीं रे अच्छी किए जाने छी कहीं रे अच्छी किए जानी छी भाव कहीं रे अच्छी किए जानी छी बाया रंग रंगिया मांडिया जाऊ हां मंथ मंथिया चला चला तीन चाखिंडिया 150 भाई बहु ठेला पेला आज्ञा अत्यंत सुंदर अटे पुराण सभा जने एबे मन देई शुण स्वर्ग सुधर्मा सभारे जे दिने बसी थिले देख सर्वदेव गणे ब्रह्मा विष्णु शिव कहीं बसिछंती सेठारे बसिछंती लक्ष्मी सावित्री पार्वती निज निज पत्नी गुहे साथी रे धरी सर्वदेवता कहीं अछंती मिली सुधर्मा सभा कहीं जे चली उर्वशी कहीं जे नृत्य करुछंती ए समय एक सुवर्ण कंदुक राजसभारे आसी पड़िला देख जेते बेले सुवर्ण आज्ञा कंदुक बोले कोन जानछंती आज्ञा कंदुक बॉल सुवर्ण कंदुक बोले आज्ञा कंदुक होची बॉल जानि तो कंदुक बोले कोन कहिला पर कंदुक बोले आज्ञा बॉल गोटे सुनार बॉल डी आसिकरी कंदुक डी आसिकरी से सभा मझिरे पड़िला आज्ञा जेते बेले से सुनार कंदुक देखिले आनिबा पाई हे समस्ते गले से कंदुक देख ए पटे से फोटो केई हेले ताकू धरि न पारिले देख आज्ञा लक्ष्मी सावित्री पार्वती देख कहूँ गले कंदुक को धरिबा को हाथ बढ़ाइले हाथ बढ़ाइला मात्रे कंदुक गड़ी जाई केही मध्य ताकू धरि पारिले नाही से जो सुनार बॉलटी पड़िला जिते सब बसी थिले सभारे समस्त धाइले ताकू धरिबा पाई केही मध्य ताकू धरि पारिले नाही लक्ष्मी पार्वती सरस्वती समस्त गले इमाने मध्य धरि पारिले नाही नारद कहंती सुनो गो जननी ए कंदुक को तुमे धरि न पारिबो पुणी गोटिए मात्र देख शर्त जे अछि से शर्त जिए पूर्ण करिबटी से कंदुक आसी तार हाथे पड़िबो गोड़ाई गले ताकू धरि न पारिबो नारद बोले मां गोड़ेले से कंदुक धरि पारिबनी तमे गोटे शर्त अछि से शर्त जिए पूर्ण करिबो से कंदुक आसी ता हाथे पड़िबो तमे जीवा को दरकार नाही आपे आपे से ता हाथे पड़ि जिवो कोन से शर्तडा आज्ञा लुहार चणा देख नारद देले ए लुहार चणा दिए भाजीबो बोइले काठ नथिबो देख चुली जड़िबो
ସେ ଭାଜିବ ସିଏ ଏକା ସଂସାରରେ ସତୀ ହୋଇଥିବ ସେ କନ୍ଦୁକ ଆସି ତାର ହାତେ ପଡ଼ିବ। ନାରଦ ବୋଲେ ମା ଯିଏ ଲୁହାର ଚଣାକୁ ଭାଜି ପାରିବ କାଠ ନଥିବ ବିନା ଚୁଲିରେ ଯିଏ ଲୁହାର ଚଣା ଭାଜି ପାରିବ ସେ କନ୍ଦୁକ ଆସି ତାର ହାତରେ ପଡ଼ିବ। କିନ୍ତୁ ଲୁହାର ଚଣା ସମସ୍ତେ ଭାଜି ପାରିବେ ନାହିଁ। ସଂସାରରେ ଯିଏ ପ୍ରକୃତ ଶକ୍ତି ହେଇଥିବ ପତିବ୍ରତା ନାରୀ ହେଇଥିବ ତାହେଲେ ସିଏ ହିଁ ସେ ଲୁହାର ଚଣା ଭାଜି ପାରିବ। ହେଲେ ଲକ୍ଷ୍ମୀ ସରସ୍ୱତୀ ପାର୍ବତୀ ଭିତରେ ଅହଙ୍କାର ଏତେ ଅହଙ୍କାର ଯେ ହେଲେ ସଂସାରରେ ବଡ଼ ଲୋକ ଜଣେ ମୋ ସ୍ୱାମୀ ରାଷ୍ଟ୍ରପତି ଆଉ ଜଣେ ବୋଲା ମୋ ସ୍ୱାମୀ ପ୍ରଧାନମନ୍ତ୍ରୀ ନା ନାହିଁ ଆଉ ଜଣେ ବୋଲା ମୋ ସ୍ୱାମୀ ହଉଛନ୍ତି ଗୃହମନ୍ତ୍ରୀ। ସମସ୍ତେ ଆମେ ସଂସାର ବଡ଼ ଲୋକ ଆଉ କଣ ଆମ ସ୍ୱାମୀଠୁ ସଂସାରରେ କିଏ ବଡ଼ ଅଛି ଆମଠୁ ଆଉ କିଏ ସତୀ ଅଛି? ଆଉ ବ୍ରହ୍ମାଙ୍କର ଘରଣୀ ସାବିତ୍ରୀ ଅହଙ୍କାର ଆସିଲା ଲକ୍ଷ୍ମୀଙ୍କ ମନରେ ଅହଙ୍କାର ଆସିଲା ପାର୍ବତୀଙ୍କ ମନରେ ଅହଙ୍କାର ଆସିଲା ଯେ ଆମଠୁ ସଂସାରରେ କିଏ ବଡ଼ ଲୋକ ନାହିଁ ଆମଠୁ ଆଉ କିଏ ସତୀ ଅଛି। ନିଶ୍ଚିତ ଭାବରେ ନାରଦ କହିଲେ ଯଦି ତୁମେ ସତୀ ଅଟ ଗୋଜନନୀ ଏ ଲୁହାର ଚଣା ଭାଜି ଦିଅ ଗୋଆଣୀ। ଲୁହାର ଚଣା ଗଣ୍ଡେ ଦେଲେ ଯଦି ଭାଜିକିରି ଦବ ତାହେଲେ ଆମେ ସତୀ ବୋଲିକି ତୁମକୁ କହିବି। ଆଜ୍ଞା ଲୁହାର ଚଣା କି କିଏ ଭାଜି ପାରିବ ଅସମ୍ଭବ କଥା କି କେବେ ହେବ ସମ୍ଭବ। କିଏ ଭାଜିବ ଲୁହାର ଚଣା ସମ୍ଭବ କି କେବେ? ଲୁହାର ଚଣା ଚୁଲି ଜଳିବନି ଲୁହାର ଚଣା ଭାଜିକିରି ଦବ ତାହେଲେ ସିଏ ହବ ସତୀ। ଯିଏ ସତୀ ହବ ସେ କନ୍ଦୁକ ଆସି ତା ହାତରେ ଆପେ ଆପେ ପଡ଼ିବ। ତମେ ଧରି ପାରିବାକୁ ଦରକାର ନାହିଁ ଯିବାକୁ ଲୋଡ଼ା ନାହିଁ ତମ ପାଖକୁ ଆସିବ ସେ କନ୍ଦୁକ ନିଜେ। ହେଲେ ଲୁହାର ଚଣା ଭାଜିବ କେମିତି କିଏ ଭାଜିବ ଲୁହାର ଚଣା ସମ୍ଭବ ତ ନାହିଁ। ଆଜ୍ଞା ଲକ୍ଷ୍ମୀ ପାର୍ବତୀ ସରସ୍ୱତୀ କେହି ଭାଜି ନ ପାରିଲେ ତାହା ଶୁଣି ନାରଦ ମୁନି କହିଲେ ଏ ସଂସାରରେ କେବଳ ଜଣେ ନାରୀ ଯେ ଅଛି ସତୀଙ୍କ ମଧ୍ୟରେ ସେ ଅଟଇ ସତୀ ସେ ଲୁହାର ଚଣା ଭାଜି ପାରିବ ଆଉ କେଉଁ ନାରୀ ଦ୍ୱାରା ନୁହଇ ସମ୍ଭବ। ନାରଦ କହିଲେ ସଂସାରରେ କେବଳ ଜଣେ ନାରୀ ଅଛି ସିଏ ହିଁ ଚଣା ଭାଜି ପାରିବ ଆଉ କିଏ ଭାଜିବା ପାଇଁ କାହାର ଶକ୍ତି ନାହିଁ। ତାହେଲେ କିଏ ସେ ନାରୀ? ତାହା ଶୁଣି ନାରଦ ବୋଲନ୍ତି ବଚନ ସଂସାରରେ ଜଣେ ନାରୀ ରହିଛି ଜାଣ ସତୀ ଅନୁସୟା ବୋଲି ନାମ ତାଙ୍କର ଅତ୍ରି ଋଷିଙ୍କର ପତ୍ନୀ ସେ ଆବ ସେ ଏକା ମାତ୍ର ଜଣେ ସେ ପତିବ୍ରତା ନାରୀ। ବନରେ ରହିଛନ୍ତି ସେ ଆଶ୍ରମ କରି ଏ ଲୁହାର ଚଣା ମାତ୍ର ସେ ଭାଜି ପାରିବେ ଆଉ ଭାଜିବା ସମ୍ଭବ ନାହିଁ କହିବେ। ନାରଦ ବୋଲେ ତାଙ୍କୁ ଛାଡ଼ିଦେଲେ ସଂସାରରେ ଆଉ କିଏ ଭାଜିବାର ଶକ୍ତି କାହା ପାଖରେ ନାହିଁ। ତାହା ଶୁଣି ଲକ୍ଷ୍ମୀ ପାର୍ବତୀ ବିଚାର କଲେ ହେଉ ପରୀକ୍ଷା କରାଯାଉ ବୋଇଲେ ଠିକ ଅଛି କାହିଁ ଦେଖିବା ଆଣ ଭାଜିକି। ଆଜ୍ଞା ନାରଦ ମୁନି ସେ ଲୁହାର ଚଣାକୁ ନେଲେ ସତୀ ଅନୁସୟା ମାକୁ ଦେଲେ ମା ଲୋ ଏ ଲୁହାର ଚଣାକୁ ନେବ ବିନା ଚୁଲିରେ ତୁମେ ଭାଜିବ ଦେବତା ମାନେ ସବୁ ଦେଖିବେ ତହିଁ ଏ ପରୀକ୍ଷା ତୁମେ ଦିଅ ଏ ପରୀକ୍ଷା ଦିଅ ତୁମେ ଗୋଏ ଠାଇ। ବୋଲେ ମା ଆଜି ତମ ପାଖକୁ ଆସିଛି ମା ଏ ଲୁହାର ଚଣା ଧରିକିରି ମୋ ମା ମାନେ ଆଜି ପଠେଇଛନ୍ତି ସାବିତ୍ରୀ ଲକ୍ଷ୍ମୀ ପାର୍ବତୀ ତମ ପାଖକୁ ଯଦି ତମେ ପ୍ରକୃତରେ ଲୁହାର ଚଣା ଭାଜିଦବ ତମେ ସଂସାରରେ ସତୀ ହବ। ଆଜ୍ଞା ସହଜେ ପତିବ୍ରତା ନାରୀ ଅଟନ୍ତି ସେହି ଚୁଲି ଭିତରେ ଗୋଡ଼ ଦିଟାକୁ ଦେଲେ ପୁରାଇ କାଠ ନାହିଁ ଚୁଲିରେ ଗୋଡ଼ ଦିଟା ଦେଲେ ପୁରାଇ ଲୁହାର ଚଣାକୁ ହେ ହାଣ୍ଡିରେ ଦେଇ ପତି ଦେବତାଙ୍କୁ ଯେ ସ୍ମରଣା କଲେ ଯଦି ପତିବ୍ରତା ନାରୀ ହୋଇଥିବି ବୋଇଲେ ତାହେଲେ ଚୁଲି ଅଗ୍ନି ଯେ ଜଳିବ ଲୁହାର ଚଣା ଦେଖ ଭାଜି ହୋଇବ ପତି ଧର୍ମରେ ଦେଖ ସେ ଅନୁସୟା ଲୁହାର ଚଣାକୁ ହେ ଭାଜିଲେ ଯା ପୁଣି ଆଣି ଦେଖ ନାରଦ ମୁନିଙ୍କୁ ଦେଲେ ସେହି ଚଣା ଧରି ଦେଖ ନାରଦ ଯେ ଗଲେ ଚୁଲି ଭିତରେ ଗୋଡ଼ ଦିଟାକୁ ପୁରେଇ ଦେଲେ ନିଜର ପତି ଧର୍ମଙ୍କୁ ସ୍ମରଣା କଲେ ଯଦି ପ୍ରକୃତରେ ମୋ କାୟା ମନ ବାକ୍ୟରେ ଯଦି ମୁଁ ପତିଙ୍କୁ ସମର୍ପଣ କରିଥିବି ମୋ ଜୀବନରେ ଅନ୍ୟ ପୁରୁଷକୁ ଯଦି ମୁଁ କେବେ ମଧ୍ୟ ମୋର କାୟ ମନ ବାକ୍ୟ ଦେଇନଥିବି ତାହେଲେ ପ୍ରକୃତରେ ଏ କାଠ ଏ ଚୁଲି ଜଳିବ ଏ ଅଗ୍ନିରେ ଲୁହାର ଚଣା ଭାଜି ହେଇଯିବ। ଏମିତି ସେ ପ୍ରତିବ୍ରତା ନାରୀ ଯେ ଚୁଲି ଜଳିଲା ଲୁହାର ଚଣା ଭାଜି ହେଇଗଲା ନାରଦ ମୁନି ଧରିକି ନେଲେ ଲକ୍ଷ୍ମୀ ପାର୍ବତୀ ସାବିତ୍ରୀ ଦେଲେ ଆଶ୍ଚର୍ଯ୍ୟ ହେଇଗଲେ ଆରେ
चना को आमे भाजी पार्लुनी एडे बड़ सभारे आमे अपमानित हेलु केवल जणे नारी सी होची अनुसूया नाही अनुसूया को आमे कलंकित करबा को पड़ियो आज्ञा सभारू देख ए फेरीण गले निज निज स्वामी की तीन जण कहिले ब्रह्मा सावित्री कहिले ब्रह्मा को लक्ष्मी कहिले विष्णु को पार्वती कहिले शिव को जे तमे तीन जण जाहेले मध्य जाई कि तमे सत्य अनुसार कलंकित करबा को पड़िबो तार पतिव्रता धर्म नष्ट करबा को पड़िबो आज्ञा स्त्री रो कथा के आज पर्यंत के भांगी छी स्त्री रो कथा भांगिले घर चलिबो कि जदि स्त्री रो कथा न रखिबो ताहले हांडी बंद रोसई बंद हि ठंटो कि मिलिबोनी ना नहीं एणु करी स्त्री कथा को भांगी न पारिले ब्रह्मा विष्णु शिव जे तहु बाहरिले ए तीन जण कोन कले बाहरिले कोठी कि ना अनुसूया पाख ब्रह्मा विष्णु शिव तीन जण जाक बाहरिले अनुसूया काहे मा हेले ए तीन जण आसी अनुसूया पाखरे पहुंचिले जणे हेले ब्रह्मा जणे हेले विष्णु तू ब्रह्मा ନାଇଁ ରେ तू हेलु शिव सर्वलंगला केते पॉइंट हेड करजी हेले ब्रह्मा विष्णु शिव तीन जण पचारिले सरस्वती अनुसूया पाखरे देखि देखि तीन जण को प्रणाम कले अनुसूया बोले प्रभु आज मोर की भाग्य आपण माने आज मो पुरे आज पहुंची छंती हेले एने ब्रह्मा विष्णु देख कहिले बुझाई ए तीन जण बुली आसीछु तही आज्ञा खंडे दूर को जे तीन जण गले तीन ब्राह्मण जे रूप को धरिले तीन ब्राह्मण रूप को से धरिण माया करी देले देख तीन जण अनुसूया द्वारे जाइण पहुंचिले भिक्षा दियो बोली जे उतरे मागिले भिक्षा देही आमे भूखरे मरि जाउछु मा भिक्षा दियो भिक्षा दियो मा भिक्षा दियो मा भिक्षा दियो कोथरे मरि जाउछ भूखरे भूकरे भूखरे सुसेले अनुसूया विचार कले जदि तीन जण ब्राह्मण आसीछंती भिक्षा नै दे जदि फेरे देबी ताहले मते निश्चित धारे पाप लागि द्वार मुहरे देख अनुसूया पहुंचिले ए ब्राह्मण की भिक्षा मागुछ बोइले पति देवता मोर घरे नाहंती तपस्या को जाइछंती मोहर पति किछि क्षण तुमे देखो अपेक्षा करो निश्चय भिक्षा देबी तुमको आबर ताहा सुनी देखो तीन ब्राह्मण कहंती अन्य भिक्षारे दरकार नाही आज क्षुधारे विकल हे अछि देह क्षुधारे विकल हे अछि देह खाइबा को थिले किछि आम्भंकु दियो आम खराब भावन आमे किछि मागुनु खराब उद्देश्य रे किछि मागुनु खाली आम तीन भाईर पेट कि भर्ती पे खाए गोटे कि कौन दियो महाप्रभु किछि दियो खाली खाए गोटे दियो ए तीन जण कहले बोले मां हम प्रबल भोक होची मां बहुत दिन हला खाइनु भोकर मोर जो तीन भाई जाक तुम खइता होइता मन मन हम खाए को दियो किंतु अनुसूया कहले बोले हे ब्राह्मण हे द्विजवर मो स्वामी नाहंती घरे के ये गिजवर हे ब्राह्मण मो स्वामी घरे नाहंती तपस्या को जाइछंती हाउ ठीक अछि तमे बस निश्चय रे तुमको मु भोजन देबी आज्ञा तीन ब्राह्मण को देख बसाइले रोसई करबा को हे अनुसूया गले किंतु ब्राह्मण माने ताहा को डाकी कहंती आसा आसा मा कथा सुनो गो मा आ गोटे कथा सुनो तमे आमे खाइबु सत आमे तमे रुसे को डाले खाइबु सत किंतु हमर गोटे किंतु तमे रंगीन ड्रेस सब पिंदिला में खाइ परबो हेले ए तीन जण जो कपटर तो जाइछन ब्रह्मा विष्णु शिव अनुसूया बोले मां आमे खाइबु सत किंतु हमर गोटे शर्त अछि तमे रोसई करिवो किंतु उल्लग्न होइकि हम पाखरे परसिबो तमे हमको पाखरे बसिकि खुआइबो ताहले आमे खाइबो तम देहरे जेमति वस्त्र रहिबो ना हम पाखरे बसिकि तमे हमको खुआइबो ताहले आमे खाइबो
কি বিপত্তি পড়িলা বলি হে মনে চিন্তিলে কেড়ে বড় দণ্ড বিধাতারে দেলু বইলে এনে সহজে প্রতিরতা নারী অটই স্বামী মোহর দেখ ঘরে নাহান্তি রহি এনে মোর স্বামী নাহান্তি এনে 3 জন ব্রাহ্মণ আসিকি মাগুছন্তি উলগ্ন হইকি তাଙ୍କୁ ভোজন দেবি যদি নাহি ফেরিকি পড়েবে যদি অতিথি আজ্ঞা যা ঘরু বাহুড়ে তা সে জন প্রেত মুখে পড়ে যা ঘরু অতিথি বাহুড়ে সে জন প্রেত মুখরে পড়িব 21 পুরুষ মোর নরকগামী হেব যেবে অতিথি ঘরু বাহুড়ি জীব গোটে কথাକୁ মা মানে মনে রাখিব সবু কথা করিব ভিকারি কেবে দুয়ার মুহর কেবে ফেরিবনি যদি ভিকারি দুয়ার মুহর ফেরুছি ঘরর অমঙ্গল ভাগ্যরে যাহা আছে চাউল মুঠাটি মধ্যে তাଙ୍କୁ ଦେଇକିରି ଆମେ ତାଙ୍କୁ ବିଦାୟ କରିବାକୁ ପଡ଼ିବ ଏଣୁ ଭିକାରୀକି କେବେ ମଧ୍ୟ କେବେ ଘରୁ ଶୂନ୍ୟ ହସ୍ତରେ କେବେ ଫେରାଇବାକୁ ହବ ନାହିଁ ଏଣୁ ଭାଗବତରେ ଲେଖା ହେଇଛି ଯା ଘରୁ ଅତିଥି ବାହୁଡେ ସେ ଜନ ପ୍ରେତ ମୁଖେ ପଡେ ଅନୁସୟା ବିଚାର କଲେ ଯଦି ଆଜି ଏ ଯୋଉ ବ୍ରାହ୍ମଣ ମାନେ ଆସିଛନ୍ତି 3 ଜଣ ବ୍ରାହ୍ମଣ ଖାଇବାକୁ ନ ଦେଇ ଯଦି ଫେରେଇ ଦେବି ମତେ ପାପ ଲାଗିବ କଣ କରିବି ବୋଲି ବିଚାର କଲେ ଏଣେ ସେମାନେ ସର୍ତ୍ତ କରିଛନ୍ତି ଯେ ଉଲଗ୍ନ ହେଇ ତାଙ୍କୁ ମୁଁ ଖାଇବାକୁ ଦେବାକୁ ପଡିବ ହେଲେ ଅନୁସୟା ବିଚାର କଲେ ମୋର ସ୍ୱାମୀ ଘରେ ନାହାନ୍ତି ଉଲଗ୍ନ ହେଇକି ଯଦି ମୁଁ ପରସିବି ତାହେଲେ ମୋର ସତୀ ଧର୍ମ ନଷ୍ଟ ହେଇଯିବ ମୁଁ ଦୋଚାରୁଣି ହେଇଯିବି କରିବି କଣ ମୋର କଳଙ୍କ ଲାଗିଯିବ ଏଣେ ସତୀ ଅନୁସୟା ଦେଖ ବିଚାର କଲେ ଅମୃତମଣ ହିଁ ଭୋଜନ ରାନ୍ଧିଲେ ରନ୍ଧାବଢା ସରିଗଲା ହେଲେ ଉଲଗ୍ନ ହେଇକି ଦେଲେ ସେମାନେ ଖାଇବେ କି ବୁଦ୍ଧି କରିବି ହେ ଭାବିଲେ ତହିଁ କମଣ୍ଡଳରୁ ହେ ମନ୍ତ୍ର ଜଳ ନେଇ ପତି ଦେବତାଙ୍କୁ ମନରେ ସ୍ମରିଲେ 3 ବ୍ରାହ୍ମଣ ଉପରେ ସିଞ୍ଚି ଦେଲେ କମଣ୍ଡଳରୁ ଜଳ ଟିକେ ଆଣ ହେଲେ ଢାଳରୁ ପାଣି ଟିକେ ଆଣିକି କଣ କଲେ ଏଇଟା କମଣ୍ଡଳ ବୋଲି ଭାବ ତମର ହଁ ଆଜିକାଲି ଏଇଟା କମଣ୍ଡଳ ହଁ ଆଜ୍ଞା 3 ଜଣ ଉପରେ ମନ୍ତ୍ର ଜଳ ସିଞ୍ଚିଲେ 3 ଜଣକୁ ଛୋଟ ପିଲା କରିଦେଲେ ଆଜ୍ଞା 4 ମାସିଆ ପିଲା ଦେଖ ହୋଇଲେ ତହିଁ ବାଳକ ରୂପକୁ ଧରିଲେ ସେ 3 ଦାଇ ସତ୍ୟ ଅନୁସାରେ କଣ କଲେ ମନ୍ତ୍ର ବଳରେ 3 ଜଣକୁ 3 ଜଣ ବାଳକ କରିଦେଲେ ଆଜ୍ଞା 4 ମାସିଆ ପିଲା ଏ ଯୋ 3-4 ମାସିଆ ପିଲା ହୋଇଲେ 3 ଜଣ ସେମାନଙ୍କ ଦେଖ ହେ ପାଖରେ ବସିଣ ଜଣ ଜଣକୁ ଆଣି କୋଳରେ ଧରିଲେ ଉଲଗ୍ନ ହୋଇଣ ତାହାକୁ ଖୁଆଇଲେ ଦେଖନ୍ତୁ କଣ କରିବେ ସେମାନେ ସର୍ତ୍ତ ରଖିଛନ୍ତି ଉଲଗ୍ନ ହେଲେ ଆମେ ଖାଇବୁ ହେଲେ ତ ଲୁଗା ପିନ୍ଧିବାକୁ ହବନି ଏଣୁ ତାଙ୍କ କଥାକୁ ରକ୍ଷା କରି କଣ କଲେ 3 ଜଣକୁ 4 ମାସିଆ ପିଲା କରିଦେଲେ ଛୋଟ ଛୋଟ ବାଳକ ହେଇଗଲେ ସେମାନେ ମନ୍ତ୍ର ବଳରେ ଜଣ ଜଣଙ୍କୁ କୋଳରେ ଧରିଲେ ଉଲଗ୍ନ ହେଇକି କଣ କଲେ ଜଣ ଜଣଙ୍କୁ ଖୁଆଇ ଦେଲେ ଆଜ୍ଞା 3ଟା ପିଲାକୁ ଯେ ଖୁଆଇ ଦେଇ ଦୋଳିରେ ତାହାକୁ ହେ ଦେଲେ ଶୁଆଇ 3ଟା ଦୋଳିରେ ଦେଖ ସଜାଡ଼ିଲେ 3 ପିଲାକୁ ତହିଁରେ ଶୁଆଇ ଦେଲେ ଏମାନଙ୍କୁ ଖୁଆ ପିଆ କରିଦେଲେ କରିଦେଇକି 3ଟା ଦୋଳି ବାନ୍ଧିକି 3ଟା ଦୋଳିରେ 3ଟା ପିଲାକୁ ଶୁଆଇ ଦେଲେ ଏହିପରି ଦେଖ କେତେ ସମୟ ଗଲା ଏଣେ ବୈକୁଣ୍ଠରେ ଯେ ଭାଳେଣି ପଡ଼ିଲା ଲକ୍ଷ୍ମୀ ବୋଇଲେ କେତେବେଳୁ ସେ ଗଲେଣି ଏତେ ସମୟ ହେଲା କାହିଁକି ଆସିଲେନି ଏଣେ ପାର୍ବତୀ ଦେବୀ ଦେଖ ଦ୍ୱାରେ ଜଗି ଅଛନ୍ତି ଏତେ ସମୟ ହେଲା କାହିଁକି ନ ଆସିଲେନି ଦେଖିଲେ ଏତେ ସମୟ ହେଲା ଗଲେଣି ইয়ারে জগিছু আসলে কোন টিকে খাই বলিকি কোন হলা এতে সময় পঠাইলি যে তাঙ্কর খালি সত্যি এতে সময় বিতি গলানি ইয়া ফেরিବାକୁ নাই এমানে ছোট পিলা হেগি দোলিরে শোইছন্তি বন্ধନରେ রহি গলে ইটি কা পাখে অনুসয়া পাখে ଅନୁସୟା ମନ୍ତ୍ର ବଳରେ 4 ମାସିଆ ପିଲା କରିଦେଲେ 3 ଜଣଙ୍କୁ ଦୋଳିରେ ଶୁଆଇ ଦେଲେ ଏମାନେ ଏଠି ବନ୍ଧନରେ ରହିଲେ ସିଆଡେ ପାର୍ବତୀ ଜଗିଛନ୍ତି ଏତେବେଳେ ତଳେ ବଢିଲାଣି ଶିବ ଆସିନାହାନ୍ତି ସାବିତ୍ରୀ ଜଗିଛନ୍ତି ବ୍ରହ୍ମା କାହିଁକି ଆସିନାହାନ୍ତି ଲକ୍ଷ୍ମୀ ଜଗିଛନ୍ତି ବିଷ୍ଣୁ କାହିଁକି ଆସିନାହାନ୍ତି ଇଆଡେ ସମୟ ଗଡି ଗଲାଣି ଦେଖୁ ଦେଖୁ ବହୁତ ସମୟ ହେଲାଣି 3 ଜଣ ଯାକ କିଏ ଘରକୁ ଫେରିଲେନି ଏ ସମୟ ଦେଖ ନାରଦଙ୍କୁ ଚିନ୍ତିଲେ ନାରଦ ମୁନି ଯେ ତାହାଙ୍କୁ କହିଲେ ଆଗ ତମ ସ୍ୱାମୀ 3 ଜଣ ମର୍ତ୍ତ୍ୟପୁରରେ ପିଲା ହୋଇ ଶୋଇଛନ୍ତି ଦେଖ ଦୋଳିରେ ଅନୁସୟା ଘରେ ଦେଖ ପିଲା ହୋଇଣ ଦୋଳିରେ ଶୋଇଛନ୍ତି ତମ ସ୍ୱାମୀ 3 ଜଣ
ନାରଦ ଯାଇକି କହିଲେ ମା ଆଉ ସରିଗଲା କଥା ମା ଆଉ କିଛି ନାହିଁ ସଂସାର ସରିଲା ମା ତମର ସ୍ୱାମୀ ଆଉ ନାହାନ୍ତି ତାହେଲେ ତିନିଟା ପିଲା ହେଇଛନ୍ତି ଅନୁସୂୟା ଘରେ ଯାଇକି ଦେଖ ତିନିଟା ଦୋଳିରେ ତିନିଟା ପିଲା ହେଇକି ଶୋଇଛନ୍ତି ଖିଟେ କଥା ହେଲା ତାହେଲେ କରିବୁ କଣ ଆଉ ଉପାୟ କିଛି ନାହିଁ ତମେ ଯାଇକି ସତୀ ଅନୁସୂୟାଙ୍କୁ କ୍ଷମା ମାଗ ତମେ ଯୋଉ ଭୁଲ କଲ ତାଙ୍କର ଯୋଉ ସତୀତ୍ୱ ନଷ୍ଟ କରିବା ପାଇଁ ପଠେଇଲ ତମ ସ୍ୱାମୀ କି ତେଣୁକରି ତମ ସ୍ୱାମୀ ମାନେ ଆଜି ସେ ସତୀଙ୍କର ସତୀତ୍ୱ ବଳରେ ଆଜି ବନ୍ଧନ ହେଇକିରି ପଡିଛନ୍ତି ତେଣୁ ତମେ ନିଜେ ଯିବ ଯଦି କ୍ଷମା ମାଗିବ ତିନି ଜଣ ଯାକ ତାହେଲେ ତମର ସ୍ୱାମୀ ମାନେ ମୁକ୍ତି ପାଇବେ ଆଜ୍ଞା ତିନି ଜଣ ଦେଖ ଲକ୍ଷ୍ମୀ ପାର୍ବତୀ ସରସ୍ୱତୀ ଏ ତିନି ଜଣ ଗଲେ ଅନୁସୂୟା ପାଖରେ ଯାଇ ପହଞ୍ଚିଲେ ଲକ୍ଷ୍ମୀ ଆସି ପହଞ୍ଚିଲେ ଆସ ମା ଲକ୍ଷ୍ମୀ ଆସ ଏମିତି ତିନି ଜଣ ଇଏ ତ ହେଲା ଜଣେ ଏମିତି ତିନି ଜଣ ଯାଇକିରି ପହଞ୍ଚିଲେ ଅନୁସୂୟା ପାଖରେ ବୋଲେ ମା ଆମର ଭୁଲ ହେଇଯାଇଛି ଆଉ ଆମ ସ୍ୱାମୀ ମାନଙ୍କୁ ତମେ ମୁକ୍ତି କରିଦିଅ ଇଏ ବୋଲେ ମୁଁ ତ ତମ ସ୍ୱାମୀ ବୋଲି ଜାଣିନି ତମ ସ୍ୱାମୀ କିଏ ନା ସେ କହିଲେ ମୁଁ ଲକ୍ଷ୍ମୀ ଇଏ କହିଲେ ମୁଁ ପାର୍ବତୀ ସିଏ କହିଲେ ମୁଁ ସାବିତ୍ରୀ ଏ ତିନି ଜଣ ନିଜର ପରିଚୟ ଦେଲେ ଆମର ସ୍ୱାମୀ ନିଜ ନିଜ ସ୍ୱାମୀଙ୍କ ମୁକ୍ତି କାମନା ବାଞ୍ଚିଲେ ଯେ ନିଜ ନିଜର ସ୍ୱାମୀଙ୍କୁ ତମେ ମୁକ୍ତି କରିଦିଏ ସେ ବୋଲେ ତମ ସ୍ୱାମୀ କିଏ ତ ମୁଁ ଜାଣିନି ତିନି ଜଣ ବ୍ରାହ୍ମଣ ଆସିଥିଲେ ଉଲଗ୍ନ ହୋଇ ମତେ ଭୋଜନ ମାଗିଲେ 4 ମାସିଆ ପିଲା ଦେଖ କରିଲି ମୁହିଁ ଦୋଳିରେ ତାହାଙ୍କୁ ମୁଁ ଅଛି ଶୁଆଇ ଅନୁସୂୟା ବୋଲେ ମୁଁ ତ ଜାଣିନି ତିନି ଜଣ ବ୍ରାହ୍ମଣ କିଏ ଆସିଥିଲେ ଭୋଜନ ମାଗିଲେ ଉଲଗ୍ନ ହେଇକିରି ମତେ ଖାଇ ବୋଲି ବୋଲେ ହେଲେ ମୁଁ ତ ମୋର ସ୍ୱାମୀ ନାହାନ୍ତି ଘରେ କରିବି କଣ ଏ ତିନି ଜଣକୁ ତିନିଟା ପିଲା କରିଦେଇଛି ଗୋଟେ ଦୋଳିରେ ଶୋଇଛନ୍ତି ଯଦି ତମର ସ୍ୱାମୀ ତମେ ଚିହ୍ନିକିରି ନିଅ ଯାହା ସ୍ୱାମୀ କି ସିଏ ଚିହ୍ନ ହେଲେ ତିନିଟି ଜାଗା ଦୋଳି ଯାଇକି ତିନି ଜଣ ଯାକ ଦେଖିଲେ ଭାଇ ଏକା ଦେଖା ଯାଉଛି ପିଲା 4 ମାସିଆ ପିଲା କାହା ସ୍ୱାମୀ କି କିଏ ଆଉ ଚିହ୍ନି ପାରିଲେ ନାହିଁ ଏମାନେ ଯାଇକି ଜଣ ଜଣ କରି ଦେଖୁଛି ସିଏ ବୋଲେ ଏଇଟା ମୋ ସ୍ୱାମୀ ହେଇଥିବ ପରା ଏ ତିନି ଜଣ ଯାକ ଦେଖିଲେ ଯାଇକି ଜଣ ଜଣ କରି ଯେ କିଏ କାହା ସ୍ୱାମୀ କି ଆଉ ଚିହ୍ନି ପାରୁ ନାହାନ୍ତି ଲକ୍ଷ୍ମୀ ଯାଇକି ଦେଖିଲେ ଏଇଟା କଣ ହେଇଥିବ ସିଏ ଯାଇକି ଏଇଟା କଣ ହେଇଥିବ ତାହା ଶୁଣି ଅନୁସୂୟା ବୋଲନ୍ତି ବଚନ କି ଆଶ୍ଚର୍ଯ୍ୟ କଥା ମା ଲୋ କହୁଛ କି ଓ ସତୀ ମହାସତୀ ତୁମେ ତିନି ଜଣ ଯେ ଅଟ ନିଜ ସ୍ୱାମୀ କି ଚିହ୍ନି ନ ପାରୁଛ ତମେ କି ସତୀ ଆଉ ଯିଏ ନିଜ ସ୍ୱାମୀ କି ଚିହ୍ନି ପାରୁନି ସିଏ କି ସତୀ ସିଏ କି ପତିବ୍ରତା ନାରୀ ଦେଖନ୍ତୁ କେଡେ ବଡ ଅପମାନ ଏ ଯୋଉ ଅହଙ୍କାର ଗର୍ବ ଥିଲା ତମ ନିଜ ସ୍ୱାମୀ କି ଯଦି ତମେ ଚିହ୍ନି ପାରୁନ ତାହେଲେ ତମେ କି ସତୀ ହଉ ହଉ ଯାହାର ନିଜ ନିଜ ସ୍ୱାମୀ କି ଚିହ୍ନିଣ ତହିଁ ଜଣେ ଜଣେ ପିଲାକୁ କାଖରେ ଧର ଯାଇ ଇଏ କଣ କଲେ ଯୋଉ ଏ ତିନି ଜଣ କଣ କଲେ ଉପାୟ କିଛି ନାହିଁ ଯୋଉ ଦୋଳିରେ ଶୋଇଥିଲେ ତିନି ଜଣ ପିଲାକୁ ଜଣେ ଆଣିଲା ଜଣେ ଜଣେ କାଖରେ ଧରିଲେ ଇଏ ଗୋଟେ ପିଲାକୁ କାଖରେ ଧରିଲା ସିଏ ଗୋଟେ ପିଲାକୁ କାଖରେ ଧରିଲା ସିଏ ଗୋଟେ ପିଲାକୁ କାଖରେ ଧରିଲା କିଏ ଲକ୍ଷ୍ମୀ ସରସ୍ୱତୀ ପାର୍ବତୀ ଏ 4 ମାସିଆ ପିଲା ହେଇଛନ୍ତି ଏ 4 ମାସିଆ ପିଲା ଜଣେ ଜଣେ କାଖରେ ଧରିଲେ ଆଜ୍ଞା ସେତେବେଳେ ସତୀ ଅନୁସୂୟା ମନ୍ତ୍ର ଜଳ ଧରିଲେ ଏ ତିନିଟା ଉପରେ ପିଲା ଉପରେ ନେଇ ଏ ପକାଇ ଦେଲେ ଏ ତିନିଟା ପିଲା ଉପରେ ଯେମିତି ପକାଇ ଦେଲେ ଆଜ୍ଞା ହେଲେ ଲକ୍ଷ୍ମୀ ଧରିଛନ୍ତି କାହାକୁ ନା ବ୍ରହ୍ମାଙ୍କୁ ଯେତେବେଳେ ଛିଞ୍ଚି ଦେଲେ ପାଣିଟା ପଡିଗଲା ଦେଖିଲା ବେଳକୁ ସେ ବିଷ୍ଣୁ ବୋଲି ସିନା ଧରିଛନ୍ତି ଦେଖିଲା ବେଳକୁ ସେ ବ୍ରହ୍ମା ଇଏ ଧରିଛନ୍ତି ବ୍ରହ୍ମାଙ୍କୁ ନା ନାହିଁ ଏଣେ ଲକ୍ଷ୍ମୀ ଯାକୁ ଭାବିଥିଲେ ମୋ ସ୍ୱାମୀ ନାରାୟଣ ବୋଲି ଧରିଛନ୍ତି ସିଏ ଧରିଛନ୍ତି ବ୍ରହ୍ମାଙ୍କୁ କାହାକୁ ଲକ୍ଷ୍ମୀ ଧରିଛନ୍ତି ବ୍ରହ୍ମାଙ୍କୁ ପାର୍ବତୀ ଧରିଛନ୍ତି କାହାକୁ ନା ବିଷ୍ଣୁଙ୍କୁ ଏଣୁ ମଣ୍ଡମଣ୍ଡିଆ ରଙ୍ଗରଙ୍ଗିଆ ମାଣ୍ଡିଆ ଯାଉ ମନ୍ଥ ମନ୍ଥିଆ ଚଲା 3 ଚାଖିଣ୍ଡିଆ ଦେଢଶୁରକୁ ଭାଇ ବୋଉ ଠେଲା ପେଲା ହେଲାନି ବ୍ରହ୍ମା ହେଲେ ଦେଢଶୁର ଲକ୍ଷ୍ମୀ ହେଲେ ଭାଇ ବୋଉ ଚାଲ 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 ହେଲେ ତମେ ଦେଢଶୁର ମୁଁ ଭାଇ ବୋଉ ଚାଲ 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 ଏଣୁ ଯୋଉ ପ୍ରଶ୍ନଟି ପଚାରିଥିଲେ ରଙ୍ଗରଙ୍ଗିଆ ମାଣ୍ଡିଆ ଯାଉ ମନ୍ଥ ମନ୍ଥିଆ ଚଲା 3 ଚାଖିଣ୍ଡିଆ ଦେଢଶୁର ଭାଇ ବୋଉ ଠେଲା ପେଲା ହେଲାନି କି 4 ମାସିଆ ପିଲା କେ 3 ଚାଖଣ୍ଡ ନା ନାହିଁ 3 ଚାଖିଣ୍ଡିଆ ଦେଢଶୁର ହେଲେ ବ୍ରହ୍ମା ହେଲେ ଦେଢଶୁର ଇଏ ଲକ୍ଷ୍ମୀ ଧରିଛନ୍ତି ତାକୁ କାଖେଇକିରି ଧରିଦେଲେ ପାଣି ପଡିଗଲା ନିଜେ ଦେଖିଲେ ବ୍ରହ୍ମା ବୋଲେ କେତେ କଥା ହେଲା ଛାଡେ ବୋଲେ ଦେଢଶୁର ତମେ ଭାଇ ଇଏ ହେଲା ପ୍ରଶ୍ନର ଉତ୍ତର